ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଗତ ଅଧ୍ୟୟନରେ ଆମେ ଶିଖିଥିଲୁ ଯେ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ତାଙ୍କୁ ଅବ୍ରାହମ ଏବଂ ଦାଉଦଙ୍କ ବଂଶରୁ ଆସିଥିବା ପ୍ରତିଜ୍ଞାତ ମସିହା ଭାବରେ ପ୍ରତିଷ୍ଠିତ କରେ। ଏହି ବଂଶାବଳୀକୁ ସାବଧାନତାର ସହ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯାହା ଇତିହାସ ମଧ୍ୟରେ ପରମେଶ୍ୱରଙ୍କ ଶୃଙ୍ଖଳିତ ଯୋଜନାକୁ ଦର୍ଶାଏ। ଏହା ଯୋସେଫଙ୍କ ମାଧ୍ୟମରେ ଇସ୍ରାଏଲର ସିଂହାସନ ଉପରେ ଯୀଶୁଙ୍କ ବୈଧ ଅଧିକାରକୁ ସ୍ପଷ୍ଟ କରେ ଏବଂ ମରିୟମଙ୍କ ଗର୍ଭରୁ ତାଙ୍କର ଅଦ୍ୱିତୀୟ ଜନ୍ମ ଆଡ଼କୁ ସୂଚିତ କରେ। ଆଜିର ଅଧ୍ୟୟନରେ ଆମେ ଯୀଶୁଖ୍ରୀଷ୍ଟଙ୍କ କୁମାରୀ ଜନ୍ମ ଉପରେ ଧ୍ୟାନ ଦେବା। ତେବେ ଆସନ୍ତୁ ବକ୍ତାଙ୍କ ସହିତ ଆଜିର ଅଧ୍ୟୟନ ଆରମ୍ଭ କରିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ବିଷୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ମାଥ୍ୟୁ ଲିଖିତ ସୁସମାଚାର ତାର 1 ପର୍ବ 17 ପଦରୁ 23 ପଦର ଶେଷ ଯାଏ। କୁମାରୀ ଗର୍ଭରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ। ଲୁକ ଯେ ନିଜ ନାମରେ ଯେଉଁ ସୁସମାଚାର ଲେଖିଥିଲେ, ସେ ଜଣେ ବୈଦ୍ୟ। ସେ ତାଙ୍କ ସୁସମାଚାରରେ ପ୍ରସୂତି ଉପରେ ଲେଖିଛନ୍ତି। ଉଭୟ ସୁସମାଚାର ଘୋଷଣା କରେ ଯେ ଯୀଶୁ କୁମାରୀ ଗର୍ଭରୁ ଜନ୍ମ ହୋଇଛନ୍ତି। ଯୋସେଫ ତାଙ୍କ ପିତା ନଥିଲେ। ମରିୟମ ମଧ୍ୟ ଯୋସେଫଙ୍କ ପ୍ରତି ଅବିଶ୍ୱସ୍ତ ନଥିଲେ। ଏହା କିଛି ନୂଆ ବିଷୟ। ଯିରିମିୟ 31 ପର୍ବ ତାର 22 ପଦରେ ଲେଖା ଅଛି, ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ। ମୁଁ କେବେ ମଧ୍ୟ ବିଶ୍ୱାସ କରିବି ନାହିଁ ଯେ କେହି ମଧ୍ୟ କୁମାରୀ ଗର୍ଭରୁ ଜନ୍ମ ହେବା ବିଷୟକୁ ଅସ୍ୱୀକାର କରିବେ। ସେ ଅବିଶ୍ୱାସ କରିପାରେ, କିନ୍ତୁ ସେ ବିଷୟକୁ କେହି ଅସ୍ୱୀକାର କରି ନ ପାରନ୍ତି। ମୁଁ ଭାବୁନାହିଁ ଯେ କୌଣସି ପ୍ରଚାରକ ପ୍ରଭୁ ଯୀଶୁଙ୍କ କୁମାରୀ ଗର୍ଭରୁ ଜନ୍ମ ହେବା ବିଷୟରେ ଅସ୍ୱୀକାର କରିବେ। ଯଦି ସେ ତାହା କରନ୍ତି, ପ୍ରଚାରକ ହେବା ନିମନ୍ତେ ଯୋଗ୍ୟ ନୁହନ୍ତି ଓ ଅନ୍ୟ କିଛି କାର୍ଯ୍ୟ କରିବା ନିମନ୍ତେ ଯୋଗ୍ୟ। ଯଦି କେହି କହନ୍ତି ଯେ ବାଇବଲ ଯୀଶୁଙ୍କ କୁମାରୀ ଗର୍ଭରେ ଜନ୍ମ ହେବା ବିଷୟ କହେ ନାହିଁ ବୋଲି କହେ, ତେବେ ତାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଉଚିତ। ଯଦି ଆପଣ କହନ୍ତି ଯେ ମୁଁ ସେଥିରେ ବିଶ୍ୱାସ କରେ ନାହିଁ, ସେଥିରେ ପ୍ରମାଣ କାହିଁ? ଆମ ପାଖରେ ସେଥିର ଐତିହାସିକ ପ୍ରମାଣ ରହିଛି। ଯେ କୁମାରୀ ଗର୍ଭକୁ ଅସ୍ୱୀକାର କରେ, ତାଙ୍କ ପାଖରେ କ'ଣ ପ୍ରମାଣ ଅଛି? ସେ ଜଣେ ଦୁର୍ବଳ ବ୍ୟକ୍ତି। ପରମାର୍ଥିକ ସେମିନାରୀର ଆମର ଚୌକିରେ ବସି କୁମାରୀ ଗର୍ଭ ଉପରେ ଅସମ୍ଭବ ପ୍ରବନ୍ଧ ଲେଖିବା ଅତି ସହଜ। ଆପଣ ହୁଏତ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖିପାରନ୍ତି, କିନ୍ତୁ କୁମାରୀ ଗର୍ଭରୁ ଜନ୍ମ ବିଷୟକୁ ଅସ୍ୱୀକାର କରି ନ ପାରନ୍ତି, କାରଣ ଆପଣଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଆପଣ କେବଳ ଯୁକ୍ତି କରିପାରନ୍ତି। ଆପଣ ଯୁକ୍ତି କରି କହିପାରନ୍ତି ଯେ ଏହା ହେବା ଅସମ୍ଭବ। କିଛି ବର୍ଷ ତଳେ କେହି ଜଣେ ଏପରି କହିଲେ, ଯଦି ଚନ୍ଦ୍ରପୃଷ୍ଠକୁ ଯିବା ଅସମ୍ଭବ, କିନ୍ତୁ ମନୁଷ୍ୟ ଯାଇପାରିଲା, ଈଶ୍ୱରଙ୍କ ସେହି ନିୟମକୁ ପ୍ରୟୋଗ କରି ଯେଉଁ ଈଶ୍ୱର ପ୍ରକୃତିର ସୃଷ୍ଟିକର୍ତ୍ତା, ସେ କ'ଣ କରିପାରିବେ ନାହିଁ? ସେ ପ୍ରକୃତିର ବ୍ୟବସ୍ଥାକୁ ବ୍ୟବହାର କରିପାରିବେ ଅବା ବ୍ୟବସ୍ଥାକୁ ପଛରେ ପକାଇ ନିଜ ଉଦ୍ଦେଶ୍ୟ ସାଧନ କରିପାରିବେ। ମାଥ୍ୟୁ ତାର 1 ପର୍ବ 17 ପଦରେ ବଂଶାବଳୀ ଉପରେ ଏପରି କହିଥିବା ଆମେ ଦେଖୁ। ଏହି ପ୍ରକାରେ ସର୍ବସୁଦ୍ଧା ଅବ୍ରାହମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ 14 ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ 14 ପୁରୁଷ, ପୁଣି ବାବିଲୋନ ନିର୍ବାସନ ଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 14 ପୁରୁଷ। ମାଥ୍ୟୁ ପୁରାତନ ନିୟମରେ ଇତିହାସର ସମଷ୍ଟିଗତ ଚିତ୍ର ପ୍ରଦାନ କରିବା ପାଇଁ ବଂଶାବଳୀକୁ କିଛି ଗୋଷ୍ଠୀରେ ବିଭକ୍ତ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ପୁରୁଷ ଅବ୍ରାହମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ, ଅନ୍ୟଟି ଦାଉଦଙ୍କ ଠାରୁ ବାବିଲୋନୀୟ ବନ୍ଦିତ୍ୱାବସ୍ଥା ପର୍ଯ୍ୟନ୍ତ ଏବଂ
ତୃତୀୟଟି ବାବିଲୋନର ବନ୍ଦିତ୍ୱ ଅବସ୍ଥାରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ। ସ୍ପଷ୍ଟ ଭାବରେ ପ୍ରତ୍ୟେକ ସମୟସୀମା ମଧ୍ୟରେ 14 ପୁରୁଷ ବିଷୟରେ କହିବାକୁ ଯାଇ ବଂଶାବଳୀରୁ କିଛି ନାମ ବାଦ୍ ଦେଇଛନ୍ତି। ପ୍ରଶ୍ନ ଉଠୁଛି, ସେ ଏପରି କାହିଁକି କଲେ? ସମ୍ଭବତଃ 14 ସଂଖ୍ୟାଟି 7ର 2 ଗୁଣ। ଏହି ବଂଶାବଳୀ ବିଷୟରେ କିଛି ପ୍ରମାଣ ଉପସ୍ଥାପନ କରୁଥିବା ଦେଖୁ। ମାଥ୍ୟୁ ଏ କଥା ଦର୍ଶାଉଛନ୍ତି ଯେ ଯୋସେଫ ଯୀଶୁଙ୍କ ପିତା ନଥିଲେ। ସେ ତାର ସ୍ପଷ୍ଟୀକରଣ ଦେଇ ପୁରାତନ ନିୟମରେ ପ୍ରଭୁ ଯୀଶୁଙ୍କ ଜନ୍ମ ବିଷୟରେ ବହୁ ବର୍ଷରୁ ଭାବବାଣୀ କରାଯାଇଥିଲା। ଯିରିମିୟ 31 ପର୍ବ ତାର 22 ପଦରେ କୁହାଯାଇଛି ଯେ, ହେ ବିପଦଗାମିନୀ କନ୍ୟେ, ତୁମ୍ଭେ କେତେ କାଳ ଏଣେ ତେଣେ ଭ୍ରମଣ କରିବ, କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି। ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ। ମୋର ବନ୍ଧୁ, ଏହା ସେପରି ହୋଇନାହିଁ ଯେମିତି ସାଧାରଣତଃ ହୁଏ। ଏହା ଏକ ପ୍ରାକୃତିକ ଜନ୍ମ ନୁହେଁ, ବରଂ ଏହା ଏକ ଅଲୌକିକ ଘଟଣା। ପ୍ରଭୁ ଯୀଶୁଙ୍କର କୁମାରୀ ଗର୍ଭରୁ ଜନ୍ମ ହେଉଛି ସେହି ନୂଆ ବିଷୟ ଯାହା ଈଶ୍ୱର ସାଧନ କରିଛନ୍ତି। ଯିରିମିୟଙ୍କ ଭାବବାଣୀ ସଫଳ ହୋଇଥିବା ଦେଖୁ। ମାଥ୍ୟୁ 1 ପର୍ବ ତାର 18 ପଦରେ ଲେଖା ଅଛି, ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା। ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା। ମାଥ୍ୟୁ ଆମକୁ କହୁଛନ୍ତି ଯେ ଏପରି ଭାବରେ ଘଟିଥିଲା। ଯେତେବେଳେ ତାଙ୍କ ମାତା ମରିୟମ ଯୋସେଫଙ୍କ ସହିତ ନିର୍ବନ୍ଧ ହୋଇଥିଲା, ସେମାନଙ୍କର ମିଳନ ହେବା ପୂର୍ବରୁ ସେମାନଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନଥିଲା। ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଥିବାର ଜଣାଗଲା। ମାଥ୍ୟୁ 1 ପର୍ବ ତାର 19 ପଦରେ ଲେଖା ଅଛି, ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। ଏ ସମ୍ପର୍କରେ ମୋଶାଙ୍କ ବ୍ୟବସ୍ଥା ଅତି ସ୍ପଷ୍ଟ ଥିଲା। ଯଦି ଜଣେ ସ୍ତ୍ରୀ ଅବିଶ୍ୱସ୍ତତା କାରଣରୁ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାକୁ ପଥର ପକାଇ ମାରିଦେବା ଉଚିତ। ଏହା ଥିଲା ସବୁଠାରୁ କଠୋର ଦଣ୍ଡ। କିନ୍ତୁ ଏହି ବ୍ୟକ୍ତି ଯୋସେଫ ଜଣେ ଅସାଧାରଣ ମଣିଷ ଥିଲେ। ଆମେ ମରିୟମଙ୍କ ପ୍ରତି ବହୁତ ଧ୍ୟାନ ଦେଇଥାଉଁ, ଯାହା ଠିକ୍। ସେ ମଧ୍ୟ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ। ମନେ ରଖନ୍ତୁ, ପରମେଶ୍ୱର ଆମ ପ୍ରଭୁଙ୍କ ମା ହେବା ପାଇଁ ତାଙ୍କୁ ହିଁ ମନୋନୀତ କରିଥିଲେ। ପରମେଶ୍ୱର କେବେ ଭୁଲ କରନ୍ତି ନାହିଁ। ସେ ଉପଯୁକ୍ତ କନ୍ୟାକୁ ହିଁ ବାଛିଥିଲେ। ଆମକୁ ମନେ ରଖିବାକୁ ହେବ ଯେ ପରମେଶ୍ୱର ଯୋସେଫଙ୍କୁ ମଧ୍ୟ ମନୋନୀତ କରିଥିଲେ। ତାଙ୍କୁ ବାଛିବାରେ ମଧ୍ୟ ପରମେଶ୍ୱର କୌଣସି ଭୁଲ କରିନଥିଲେ। ଜଣେ କ୍ରୋଧୀ ବ୍ୟକ୍ତି ହୋଇଥିଲେ ତୁରନ୍ତ ତାକୁ ପଥର ଫୋପାଡ଼ି ମାରି ଦେଇଥାନ୍ତେ କିମ୍ବା ତାକୁ ସର୍ବସାଧାରଣରେ ଅପମାନିତ କରି ଏକ ଉଦାହରଣ ସୃଷ୍ଟି କରିଥାନ୍ତେ। କିନ୍ତୁ ଯୋସେଫ ସେପରି ବ୍ୟକ୍ତି ନଥିଲେ। ସେ ଜଣେ କୋମଳ ହୃଦୟର ବ୍ୟକ୍ତି ଥିଲେ। ସେ ତାଙ୍କୁ ଭଲ ପାଉଥିଲେ। ସେ ତାଙ୍କୁ କୌଣସି ପ୍ରକାରେ ଆଘାତ ଦେବାକୁ ଚାହୁଁନଥିଲେ। ଯଦିଓ ସେ ଭାବୁଥିଲେ ଯେ ମରିୟମ ତାଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ମାଥ୍ୟୁ 1 ପର୍ବ ତାର 20 ପଦରେ ଲେଖା ଅଛି, କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱ ହୋଇଅଛି। ଏହି ଦୁଃଖଦାୟକ ପରିସ୍ଥିତିକୁ ଏଡ଼ାଇବା ପାଇଁ ଯୋସେଫଙ୍କ ଜୀବନରେ କ'ଣ ଘଟୁଛି ତାହା ସ୍ପଷ୍ଟ କରିବାକୁ ସ୍ୱର୍ଗଦୂତ ତାଙ୍କ ସମ୍ମୁଖରେ ଉଭା ହେଲେ। ଯେପରି ମାଥ୍ୟୁ 1 ପର୍ବ ତାର 21 ପଦରେ ଲେଖା ଅଛି, ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଯୀଶୁ ନାମର ଅର୍ଥ ଉଦ୍ଧାରକର୍ତ୍ତା। ତାହାଙ୍କ ନାମ ଯୀଶୁ ରଖାଗଲା କାରଣ ସେ ଲୋକମାନଙ୍କ ପାପରୁ ସେମାନଙ୍କୁ ଉଦ୍ଧାର କରିବେ। ମାଥ୍ୟୁ 1 ପର୍ବ ତାର 22 ପଦରେ ଲେଖା ଅଛି, ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏ ସମସ୍ତ ଘଟିଲା। ମାଥ୍ୟୁ ଯିଏ ଇସ୍ରାଏଲ ଜାତି ପାଇଁ ଲେଖୁଛନ୍ତି, ସେ ଏହା ଦର୍ଶାଉଛନ୍ତି ଯେ ଯାହା ଭାବବାଣୀ ଦ୍ୱାରା ଈଶ୍ୱର କହିଥିଲେ ତାହା ସଫଳ ହେବା ନିମନ୍ତେ ଏସବୁ କରାଯାଇଛି। ମାଥ୍ୟୁ ଇସ୍ରାଏଲ ଜାତିକୁ ଏହା ବୁଝିବା ନିମନ୍ତେ କହୁଛନ୍ତି ଯେ ଯିଏ
ଆସିଛନ୍ତି ସେ ନିଶ୍ଚିତ ଭାବରେ ପୁରାତନ ନିୟମର ଭାବବାଣୀର ପୂର୍ଣ୍ଣତା। କୁହାଯାଏ ଯେ ଖ୍ରୀଷ୍ଟଙ୍କ ପ୍ରଥମ ଆଗମନ ସମ୍ବନ୍ଧରେ 300ରୁ ଅଧିକ ଭବିଷ୍ୟବାଣୀ ରହିଛି, ଯାହା ଅକ୍ଷରେ ଅକ୍ଷରେ ପୂର୍ଣ୍ଣ ହୋଇଛି। ମାଥ୍ୟୁ ପୁସ୍ତକରେ ସେଥିମଧ୍ୟରୁ କେତେ ଅଛି ମୁଁ ଜାଣିନାହିଁ, କିନ୍ତୁ ମୁଁ ଏତିକି ଜାଣେ ଯେ ଅନ୍ୟ 3ଟି ସୁସମାଚାର ଲେଖକ ମିଶି ଯେତିକି ଉଦ୍ଧୃତ କରିନାହାନ୍ତି, ମାଥ୍ୟୁ ପୁରାତନ ନିୟମରୁ ତାଠାରୁ ଅଧିକ ଉଦ୍ଧୃତ କରିଛନ୍ତି। ଅର୍ଥାତ୍ ଯାହା ପୁରାତନ ନିୟମରେ ଲେଖାଯାଇଅଛି ତାହା ପ୍ରମାଣିତ ହୋଇଥିବା ଦେଖୁଁ। କାରଣ ସେ ଖ୍ରୀଷ୍ଟଙ୍କ ଜୀବନୀ କହିବାକୁ ଚେଷ୍ଟା କରୁନାହାନ୍ତି, ବରଂ ଦେଖାଉଛନ୍ତି ଯେ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ପୁରାତନ ନିୟମର ଭବିଷ୍ୟବାଣୀଗୁଡ଼ିକ ଏଠାରେ ସଫଳ ହୋଇଛି। ଯିଶାୟ 7 ପର୍ବ ତାର 14 ପଦରେ କୁହାଯାଇଥିବା ଭବିଷ୍ୟବାଣୀ ଏଠାରେ କୁହାଯାଇଛି। ମାଥ୍ୟୁ 1 ପର୍ବ ତାର 23 ପଦରେ ଲେଖା ଅଛି, ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମମାନଙ୍କ ସହିତ ଈଶ୍ୱର। ବର୍ତ୍ତମାନ ଚାଲନ୍ତୁ ଏହା ଉପରେ କିଛି ସମୟ ଧ୍ୟାନ ଦେବା, କାରଣ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଦାରବାଦୀ ଧର୍ମତତ୍ତ୍ୱବିତ୍ମାନେ ସ୍ୱାଭାବିକ ଭାବେ ଖ୍ରୀଷ୍ଟଙ୍କ କୁମାରୀ ଗର୍ଭରୁ ଜନ୍ମର ସତ୍ୟତାକୁ ଅସ୍ୱୀକାର କରିଛନ୍ତି ଏବଂ ବାଇବଲ ଯେ ତାଙ୍କର କୁମାରୀ ଗର୍ଭରୁ ଜନ୍ମ ବିଷୟରେ ଶିକ୍ଷା ଦିଏ ତାହାକୁ ମଧ୍ୟ ସେମାନେ ବିଶ୍ୱାସ କରନ୍ତି ନାହିଁ। ମୋର ସନ୍ଦେହ ହେଉଛି ଯେ ରିଭାଇଜ୍ ଷ୍ଟାଣ୍ଡାର୍ଡ ଭର୍ସନ ବୋଧହୁଏ ଉଦାରବାଦୀମାନଙ୍କର କିଛି ମତବାଦକୁ ବଜାୟ ରଖିବା ପାଇଁ ଏପରି କହେ। ବାସ୍ତବରେ ମୁଁ ଏଥିରେ ନିଶ୍ଚିତ, କାରଣ ସେମାନେ ଅସ୍ୱୀକାର କରିଥିବା ମୂଳ ବିଷୟ ହେଉଛି କୁମାରୀ ଗର୍ଭରୁ ଜନ୍ମ। ରିଭାଇଜ୍ ଷ୍ଟାଣ୍ଡାର୍ଡ ଭର୍ସନର ନୂତନ ନିୟମରେ, ଯାହାର କପିରାଇଟ୍ 1946 ମସିହାରେ ହୋଇଥିଲା, ମାଥ୍ୟୁ 1 ପର୍ବ ତାର 23 ପଦରେ ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମମାନଙ୍କ ସହିତ ଈଶ୍ୱର। ରିଭାଇଜ୍ ଷ୍ଟାଣ୍ଡାର୍ଡ ଭର୍ସନର ପୁରାତନ ନିୟମରେ, ଯାହାର କପିରାଇଟ୍ 1952 ମସିହାରେ ହୋଇଥିଲା, ଯିଶାୟ 7 ପର୍ବ ତାର 14 ପଦରେ ଲେଖା ଅଛି, ଏହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ। ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ, ଆମମାନଙ୍କ ସହିତ ପରମେଶ୍ୱର ରଖିବ। ଯିଶାୟ 7 ପର୍ବ ତାର 14 ପଦ ଭାବବାଣୀ ଚିହ୍ନ ସ୍ୱରୂପ ଦିଆଗଲା। ମୋର ବନ୍ଧୁ, ଜଣେ ଯୁବତୀ ଗର୍ଭବତୀ ହୋଇ ସନ୍ତାନ ଜନ୍ମ ଦେବା କୌଣସି ଚିହ୍ନ ନୁହେଁ। ଯାହାକୁ ଏଠାରେ କୁମାରୀ ବୋଲି କୁହାଯାଇଛି, ସେ ଜଣେ ଯୁବତୀ। ଚାଲନ୍ତୁ ମୂଳ ଏବ୍ରୀ ଭାଷାରେ ଯିଶାୟ 7 ପର୍ବ ତାର 14 ପ୍ରତି ଦୃଷ୍ଟି ଦେବା। କୁମାରୀ ପାଇଁ ବ୍ୟବହୃତ ଶବ୍ଦଟି ହେଉଛି ଆଲ୍ମା। ଆର୍ଏସ୍ବିର ଅନୁବାଦକମାନେ ଗେସେନିୟସଙ୍କ ଲେଖାଗୁଡ଼ିକ ସାହାଯ୍ୟ ନେଇଥିଲେ, ଯିଏ ଅତି ଜ୍ଞାନୀ ଓ ତାଙ୍କ ପାଖରେ ଏବ୍ରୀ ଶବ୍ଦକୋଷ ଅଛି। ଗେସେନିୟସ ସ୍ୱୀକାର କରିଥିଲେ ଯେ ଏହି ଶବ୍ଦର ସାଧାରଣ ଅନୁବାଦ ହେଉଛି କୁମାରୀ, କିନ୍ତୁ ସେ କହିଥିଲେ ଯେ ଏହାକୁ ଯୁବତୀ ଭାବରେ ପରିବର୍ତ୍ତନ କରାଯାଇପାରେ। ସେ ଏପରି କହିବାର କାରଣ ଥିଲା ଯେ ସେ ଆଶ୍ଚର୍ଯ୍ୟ କାର୍ଯ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ ଏହି ନୂତନ ଅନୁବାଦ ଏହା କହିବାକୁ ଚେଷ୍ଟା କରିଛନ୍ତି ଯେ ଆଲ୍ମାର ଅର୍ଥ ଯୁବତୀ ଏବଂ କୁମାରୀ ନୁହେଁ। ଯିଶାୟ 7 ପର୍ବକୁ ଫେରିଯିବା ଏବଂ ସେଠାରେ ଲେଖା ହୋଇଥିବା ଘଟଣାକୁ ଅଧ୍ୟୟନ କରିବା। ଏହା ସେହି ସମୟର କଥା ଯେତେବେଳେ ଆହସ ରାଜା ସିଂହାସନରେ ଥିଲେ। ସେ ପରମେଶ୍ୱରଙ୍କ ଠାରୁ ବହୁତ ଦୂରରେ ଥିଲେ ଏବଂ ମୁଁ ତାଙ୍କୁ ଜଣେ ଦୁଷ୍ଟ ରାଜା ଭାବରେ ଗଣନା କରେ। ପରମେଶ୍ୱର ଯିଶାୟଙ୍କ ଦ୍ୱାରା ତାଙ୍କ ପାଖକୁ ଏକ ବାର୍ତ୍ତା ଦେଇ ପଠାଇଲେ, କିନ୍ତୁ ସେ ଶୁଣିଲେ ନାହିଁ। ଯିଶାୟ 7 ପର୍ବ ତାର 10ରୁ 12 ପଦ ପଢ଼ିବା। ଅନନ୍ତର ସଦାପ୍ରଭୁ ଆହସକୁ ଆହୁରି କହିଲେ, ତୁମେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗ। ଅଧୋଲୋକରେ କି ଊର୍ଦ୍ଧ୍ୱଲୋକରେ ହେଉ ମାଗ। ମାତ୍ର ଆହସ କହିଲା, ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ। ମୁଁ ଏତିକି କହିପାରେ ଯେ ସେ ଯାହା କହିଲେ ତାହା କେବଳ ଏକ ଧାର୍ମିକ କପଟତା ଥିଲା। ପରମେଶ୍ୱର ଯିଶାୟଙ୍କୁ ଆହସଙ୍କୁ ଭେଟିବାକୁ କହିଥିଲେ ଯେ ପରମେଶ୍ୱର ଆହସଙ୍କୁ ବିଜୟ ପ୍ରଦାନ କରିବେ। ତଥାପି ଆହସ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଏବଂ
ତାଙ୍କର ବିଶ୍ୱାସକୁ ବଢ଼ାଇବା ପାଇଁ ଯିଶାୟ ତାଙ୍କୁ କହିଲେ ଯେ ପରମେଶ୍ୱର ତାଙ୍କୁ ଏକ ଚିହ୍ନ ଦେବାକୁ ଚାହାନ୍ତି। ନିଜର ଧାର୍ମିକତା ଭାବ ଦେଖାଇ ଆହସ କହିଲେ, ଓ ମୁଁ ସଦାପ୍ରଭୁଙ୍କଠାରୁ କୌଣସି ଚିହ୍ନ ମାଗିବି ନାହିଁ। ଯିଶାୟ ତାଙ୍କୁ ଉତ୍ତର ଦେଲେ, ତୁମେ ଚାହଁ ନା ନ ଚାହଁ, ପରମେଶ୍ୱର ତୁମ୍ଭକୁ ଏକ ଚିହ୍ନ ଦେବାକୁ ଯାଉଛନ୍ତି। ଏହି ଚିହ୍ନ କେବଳ ତୁମ୍ଭ ପାଇଁ ନୁହେଁ, ବରଂ ସମଗ୍ର ଦାଉଦ ବଂଶ ପାଇଁ। ବର୍ତ୍ତମାନ ସେହି ଚିହ୍ନଟି ହେଉଛି, ଦେଖ, ଜଣେ କୁମାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ ଓ ସେ ତାଙ୍କର ନାମ ଇମାନୁଏଲ ରଖିବ, ଯାହା ଯିଶାୟ 7 ପର୍ବ ତାର 14ରେ ଲେଖା ଅଛି। ସ୍ପଷ୍ଟ ଭାବରେ ଯଦି ଏହା ଜଣେ ଯୁବତୀଙ୍କୁ ବୁଝାଉଥାନ୍ତା, ତେବେ ଏହା ଆହସ, ଦାଉଦ ବଂଶ କିମ୍ବା ଅନ୍ୟ କାହା ପାଇଁ କୌଣସି ଚିହ୍ନ ହୋଇନଥାନ୍ତା। କିନ୍ତୁ ଯଦି ଜଣେ କୁମାରୀ ଗର୍ଭବତୀ ହୁଅନ୍ତି ଏବଂ ପୁତ୍ର ପ୍ରସବ କରନ୍ତି, ତେବେ ତାହା ହିଁ ପ୍ରକୃତ ଚିହ୍ନ। ଏହାର ଅର୍ଥ ପ୍ରକୃତରେ ତାହା ହିଁ ଥିଲା। ପୁରାତନ ନିୟମରେ ଯେତେବେଳେ ବି ଆଲ୍ମା ଶବ୍ଦ ବ୍ୟବହୃତ ହୋଇଛି, ଏହାର ଅର୍ଥ ଜଣେ କୁମାରୀ। ରିବିକାଙ୍କୁ ଇସାହାକଙ୍କ ସହିତ ବିବାହ କରିବା ପୂର୍ବରୁ ଆଲ୍ମା ବୋଲି ସମ୍ବୋଧନ କରାଯାଇଥିଲା। ମୁଁ ଏହି ବିଷୟରେ ଜଣେ ବିଦ୍ୱାନ ହିବ୍ରୁ ଖ୍ରୀଷ୍ଟିଆନକୁ ପଚାରିଥିଲି। ସେ କହିଲେ, ଏହାକୁ ଏପରି ଭାବେ ବୁଝନ୍ତୁ, ମନେ କରନ୍ତୁ ଆପଣ ଜଣେ ସାଙ୍ଗକୁ ଦେଖା କରିବାକୁ ଗଲେ ଯାହାଙ୍କର 3 ଜଣ ଝିଅ ଅଛନ୍ତି। ସେଥିମଧ୍ୟରୁ 2 ଜଣ ବିବାହିତ ଏବଂ ଜଣେ ଅବିବାହିତ। ସେ କହିବେ, ଏହି 2 ଜଣ ମୋର ବିବାହିତ ଝିଅ ଏବଂ ଏହି ଯୁବତୀ ଜଣକ ମୋର ତୃତୀୟ କନ୍ୟା। ଆପଣ କ'ଣ ଭାବୁଛନ୍ତି ଯୁବତୀ କହିଲା ବେଳେ ସେ କୌଣସି ବେଶ୍ୟାକୁ ବୁଝାଉଛନ୍ତି? ଯଦି ଆପଣ ସୂଚାଇବେ ଯେ ସେ କୁମାରୀ ନୁହନ୍ତି, ତେବେ ସେ ବୋଧହୁଏ ଆପଣଙ୍କୁ ମାଡ଼ ମାରିବେ। ମୁଁ କେବଳ ଏତିକି କହିପାରେ ଯେ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ କୁମାରୀ ଜନ୍ମକୁ ଅସ୍ୱୀକାର କରୁଛନ୍ତି, ସେମାନେ ଯେତେବେଳେ ପରମେଶ୍ୱରଙ୍କ ପୁତ୍ରଙ୍କ ସମ୍ମୁଖରେ ଉଭା ହେବେ, ମୁଁ ସେମାନଙ୍କ ପରିସ୍ଥିତି ଭାବି ଭୟଭୀତ ହେଉଛି। ମୋର ମନେ ହୁଏ ସେମାନେ ତାଙ୍କୁ ଅପମାନିତ କରିବା ପାଇଁ କହିଥିବା ସମସ୍ତ କଥାକୁ ଫେରାଇ ନେବାକୁ ଚାହିଁବେ। ଆଲ୍ମା ଶବ୍ଦର ଅର୍ଥ ଯେ କୁମାରୀ, ତାହା ସେପ୍ଟୁଜିଣ୍ଟ ଦ୍ୱାରା ପ୍ରମାଣିତ ହେଉଛି। ସେହି ସମୟରେ 12ଟି ଗୋଷ୍ଠୀରୁ 6 ଜଣ ଲେଖାଏଁ ମୋଟ 72 ଜଣ ଏବ୍ରି ପଣ୍ଡିତ ମିଶି ମିଶରର ଆଲେକ୍ଜାଣ୍ଡାରିଆଠାରେ ଏବ୍ରି ପୁରାତନ ନିୟମକୁ ଗ୍ରୀକ୍ ଭାଷାରେ ଅନୁବାଦ କରୁଥିଲେ। ଯେତେବେଳେ ସେମାନେ ଯିଶାୟଙ୍କ ଏହି ଚିହ୍ନ ପାଖରେ ପହଞ୍ଚିଲେ, ସେହି 72 ଜଣ ପଣ୍ଡିତ ବୁଝିପାରିଲେ ଯେ ଏହାର ଅର୍ଥ କୁମାରୀ ଏବଂ ସେମାନେ ଏହାକୁ ଗ୍ରୀକ୍ ଶବ୍ଦ ପାର୍ଥେନୋସ୍ ଭାବରେ ଅନୁବାଦ କଲେ। ଏହା ସେହି ସମାନ ଶବ୍ଦ ଯାହାକୁ ମାଥ୍ୟୁ ତାଙ୍କ ସୁସମାଚାରରେ ବ୍ୟବହାର କରିଛନ୍ତି। ପାର୍ଥେନୋସ୍ ଶବ୍ଦର ଅର୍ଥ ଯୁବତୀ ନୁହେଁ, ଏହାର ଅର୍ଥ କୁମାରୀ। ଉଦାହରଣ ସ୍ୱରୂପ, ଆଥେନା ଥିଲେ ଆଥେନ୍ସର କୁମାରୀ ଦେବୀ ଏବଂ ତାଙ୍କ ମନ୍ଦିରକୁ ପାର୍ଥେନନ୍ କୁହାଯାଇଥିଲା କାରଣ ପାର୍ଥେନସ୍ର ଅର୍ଥ ହେଉଛି କୁମାରୀ। ଏହା ସ୍ପଷ୍ଟ ଯେ ପରମେଶ୍ୱରଙ୍କ ବାକ୍ୟରେ ଯାହା ଲେଖା ଅଛି ତାହା ସମ୍ପୂର୍ଣ୍ଣ ଠିକ୍। ଏକ ଚମତ୍କାର ବିଷୟ ଲକ୍ଷ୍ୟ କରନ୍ତୁ। ଦେଖ, ଜଣେ କୁମାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବ ଓ ତୁମ୍ଭେ ତାହାର ନାମ ଇମାନୁଏଲ ରଖିବ, ଯାହାର ଅର୍ଥ ଆମମାନଙ୍କ ସହିତ ପରମେଶ୍ୱର। ଏଠାରେ ଏକ ସମସ୍ୟା ଥିବା ପରି ମନେ ହୁଏ। ଆପଣ କହିପାରିବେ କି ଯୀଶୁଙ୍କୁ କେଉଁଠାରେ ଇମାନୁଏଲ ବୋଲି ସମ୍ବୋଧନ କରାଯାଇଛି? ନା, ତାଙ୍କୁ ଯୀଶୁ କୁହାଯାଉଛି କାରଣ ତାହା ହିଁ ତାଙ୍କର ନାମ। ତାଙ୍କୁ ଏହି ନାମ ଦିଆଯାଇଥିଲା କାରଣ ସେ ନିଜର ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ। ଖ୍ରୀଷ୍ଟ ହେଉଛି ତାଙ୍କର ଉପାଧି, କିନ୍ତୁ ଯୀଶୁ ହେଉଛି ତାଙ୍କର ନାମ। ମାତ୍ର ଏଠାରେ ଲେଖା ଅଛି ଯେ ତାଙ୍କୁ ଇମାନୁଏଲ ବୋଲି ଡକାଯିବ, ଯାହାର ଅର୍ଥ ହେଉଛି ଆମମାନଙ୍କ ସହିତ ଈଶ୍ୱର। ପ୍ରିୟ ବନ୍ଧୁ, ପରମେଶ୍ୱରଙ୍କ ସମସ୍ତ ବାକ୍ୟ ମଧ୍ୟରେ ଏହା ହେଉଛି ଆଶ୍ଚର୍ଯ୍ୟ ବିଷୟ। ଇମାନୁଏଲ ଶବ୍ଦର ଅର୍ଥ ହେଉଛି ଆମମାନଙ୍କ ସହିତ ଈଶ୍ୱର। ସେ କୁମାରୀ ଗର୍ଭରୁ ଜନ୍ମ ନ ହେବା ପର୍ଯ୍ୟନ୍ତ ଇମାନୁଏଲ ବା ଆମମାନଙ୍କ ସହିତ ଈଶ୍ୱର ହୋଇପାରିବେ ନାହିଁ। କେବଳ ସେ ହିଁ ଏକମାତ୍ର ପଥ। ଲକ୍ଷ୍ୟ କରନ୍ତୁ, ସେ ଯେ ପର୍ଯ୍ୟନ୍ତ ଇମାନୁଏଲ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ସେ ଯୀଶୁ ଅର୍ଥାତ୍ ତ୍ରାଣକର୍ତ୍ତା ହୋଇପାରିବେ ନାହିଁ। ସେମାନେ ତାଙ୍କୁ ଯୀଶୁ ବା ତ୍ରାଣକର୍ତ୍ତା ବୋଲି ଡାକିବାର କାରଣ ହେଉଛି ସେ ହେଉଛନ୍ତି ଆମ ସହିତ ଥିବା ପରମେଶ୍ୱର। ସ୍ୱର୍ଗରୁ ଏହି ପୃଥିବୀକୁ ଓହ୍ଲାଇ ଆସିଥିବା ସେହି ମହାନ ବ୍ୟକ୍ତିଙ୍କ ବିଷୟରେ ଏହି ସତ୍ୟଟି ବାଇବଲର ସବୁଠାରୁ
ଆଶ୍ଚର୍ଯ୍ୟଜନକ ବିଷୟଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏଭ୍ରି 2 ପର୍ବ ତାର 9 ପଦ କହେ, କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୁନୀକୃତ ହୋଇଥିଲେ ତାହାଙ୍କୁ ଅର୍ଥାତ୍ ଯୀଶୁଙ୍କୁ ମୃତ୍ୟୁର ଦୁଃଖ ଭୋଗ ହେତୁ ଗୌରବ ଓ ସମ୍ଭ୍ରମ ରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ। ଯେପରି ଈଶ୍ୱରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି, ସେ ଆପଣାକୁ ବଳି ଦେବେ, ଯାହା ଗ୍ରହଣଯୋଗ୍ୟ। ମୁଁ ସମଗ୍ର ପୃଥିବୀର ପାପ ପାଇଁ ମରିପାରିବି ନାହିଁ, ଏପରିକି ମୁଁ ମୋ ନିଜ ପାପ ପାଇଁ ମଧ୍ୟ ମୁକ୍ତିଦାୟକ ମୃତ୍ୟୁବରଣ କରିପାରିବି ନାହିଁ। କିନ୍ତୁ ପ୍ରଭୁ ଯୀଶୁ ପାରିବେ। ଯୀଶୁ କିପରି ଜଣେ ତ୍ରାଣକର୍ତ୍ତା ହୋଇପାରିବେ? କାରଣ ସେ ହେଉଛନ୍ତି ଇମାନୁଏଲ, ଅର୍ଥାତ୍ ଆମମାନଙ୍କ ସହିତ ଈଶ୍ୱର। ସେ କିପରି ଆମ ମଧ୍ୟକୁ ଆସିଲେ? ସେ କୁମାରୀ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ମୁଁ ପୁଣି ଥରେ କହୁଛି, ତାଙ୍କୁ ଯୀଶୁ ବୋଲି ଡକାଗଲା। ତାଙ୍କୁ କେବେ ବି ଇମାନୁଏଲ ବୋଲି ସମ୍ବୋଧନ କରାଯାଇ ନାହିଁ। କିନ୍ତୁ ସେ ଇମାନୁଏଲ ବା ଆମମାନଙ୍କ ସହିତ ଈଶ୍ୱର ନ ହେବା ପର୍ଯ୍ୟନ୍ତ ଆପଣ ତାଙ୍କୁ ଯୀଶୁ ବୋଲି କହିପାରିବେ ନାହିଁ। ଜଗତର ତ୍ରାଣକର୍ତ୍ତା ହେବା ପାଇଁ ତାଙ୍କୁ ଇମାନୁଏଲ ହେବାକୁ ପଡ଼ିବ। କୁମାରୀ ଗର୍ଭରୁ ଜନ୍ମ ହେବାର ଗୁରୁତ୍ୱ ଏହା ଅଟେ। ଜଣେ ବ୍ୟକ୍ତି କ'ଣ ଖ୍ରୀଷ୍ଟିଆନ ହୋଇ ମଧ୍ୟ କୁମାରୀ ଗର୍ଭରୁ ଜନ୍ମକୁ ଅସ୍ୱୀକାର କରିପାରିବେ? ମୋ କଥାକୁ ବହୁତ ସାବଧାନର ସହ ଶୁଣନ୍ତୁ। ମୁଁ ବିଶ୍ୱାସ କରେ ଯେ ଖ୍ରୀଷ୍ଟଙ୍କ ବିଷୟରେ ଅଧିକ କିଛି ନ ଜାଣି ମଧ୍ୟ ତାଙ୍କୁ ଜଣେ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା ସମ୍ଭବ। ଆପଣ ହୁଏତ ଏହା ମଧ୍ୟ ଜାଣି ନଥାଇପାରନ୍ତି ଯେ ବାଇବଲରେ ଏହି ତଥ୍ୟ ଲିପିବଦ୍ଧ ହୋଇଛି। କିନ୍ତୁ ଆପଣ ପରମେଶ୍ୱରଙ୍କ ସନ୍ତାନ ହେବା ପରେ ପ୍ରଭୁ ଯୀଶୁଙ୍କ କୁମାରୀ ଗର୍ଭରୁ ଜନ୍ମକୁ ଆଉ ଅସ୍ୱୀକାର କରିବେ ନାହିଁ। ପରିତ୍ରାଣ ପାଇବା ପାଇଁ ହୁଏତ ଏହା ଜାଣିବା ଆବଶ୍ୟକ ହୋଇନପାରେ, କିନ୍ତୁ ପରମେଶ୍ୱରଙ୍କ ସନ୍ତାନ ଭାବରେ ଆପଣ ଯୀଶୁଖ୍ରୀଷ୍ଟଙ୍କ କୁମାରୀ ଗର୍ଭରୁ ଜନ୍ମକୁ ଅସ୍ୱୀକାର କରିବେ ନାହିଁ। କାରଣ ଏହି ଯେଉଁ ଶିକ୍ଷା ମୁଁ ଦେଲି, ମୁଁ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରେ। ମୁଁ ଏପରି ଜଣେ ତ୍ରାଣକର୍ତ୍ତା ଚାହେଁ, ଯିଏ ତଳକୁ ଓହ୍ଲାଇ ଆସି ଆମକୁ ଉଦ୍ଧାର କରିପାରିବେ। ଯଦି ସେ ମୋ ପରି ଜଣେ ସାଧାରଣ ମଣିଷ ହୋଇଥାନ୍ତେ, ତେବେ ସେ ମୋତେ ଉଦ୍ଧାର କରିପାରିନଥାନ୍ତେ। କିନ୍ତୁ ଯଦି ସେ ଇମାନୁଏଲ, ଆମମାନଙ୍କ ସହିତ ଈଶ୍ୱର ଏବଂ କୁମାରୀ ଗର୍ଭରୁ ଜନ୍ମ ହୋଇଛନ୍ତି, ତେବେ ସେ ହିଁ ମୋର ତ୍ରାଣକର୍ତ୍ତା। ସେ କ'ଣ ଆଜି ଆପଣଙ୍କର ତ୍ରାଣକର୍ତ୍ତା? ସେ ଆମମାନଙ୍କ ପାପ ନିଜ ଉପରକୁ ନେଲେ, ଯେପରି ସେ ଆମ ପାଇଁ ମୃତ୍ୟୁର ସ୍ୱାଦ ଚାଖିପାରିବେ ଏବଂ ଆମ ନିମନ୍ତେ କ୍ରୁଶର ଉପରେ ଏକ ମୁକ୍ତିକର୍ତ୍ତା ଭାବେ ମୃତ୍ୟୁବରଣ କରିପାରିବେ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ପ୍ରିୟ ବନ୍ଧୁ, ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଢ଼ାଇ ଆଣିଅଛ। ଆଜିର ବାକ୍ୟ ମଧ୍ୟରେ ଯାହା କିଛି ପ୍ରଭୁ ଆମମାନେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆଜିର ଅଧ୍ୟୟନ ମଧ୍ୟରେ ପ୍ରିୟ ପ୍ରଭୁ, କୁମାରୀ ଗର୍ଭରୁ କି ପ୍ରକାର ଭାବରେ ଏହି ଜଗତ ମଧ୍ୟକୁ ତୁମେ ଆସିଲ, ସେ ବିଷୟରେ ପ୍ରଭୁ ଆମମାନେ ଶିକ୍ଷା ଲାଭ କରିଛୁ। ପ୍ରିୟ ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଛୁ ତୁମରି ସେଇ ମହାନ ଯୋଜନା ନିମନ୍ତେ, ମଣିଷ ଜାତି ନିମନ୍ତେ ତାହା ତୁମେ କରିଅଛ। ପ୍ରିୟ ପ୍ରଭୁ, ଆମ ପ୍ରତ୍ୟେକ ଶ୍ରୋତା ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରୁ ଆମେ କ'ଣ ଶିଖିଲେ ଯେ ଯୀଶୁଖ୍ରୀଷ୍ଟଙ୍କ କୁମାରୀ ଜନ୍ମ ହେଉଛି ଖ୍ରୀଷ୍ଟୀୟ ବିଶ୍ୱାସର ଏକ ମୌଳିକ ସତ୍ୟ। ଏହି ବଂଶାବଳୀକୁ 14 ପୁରୁଷ ଲେଖାଏ 3ଟି ଭାଗରେ ସଜାଯାଇଛି, ଯାହା ଅବ୍ରାହମଙ୍କ ଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଶୃଙ୍ଖଳିତ ଯୋଜନାକୁ ଦର୍ଶାଏ। ମାଥ୍ୟୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରୁଛନ୍ତି ଯେ ଯୋସେଫଙ୍କ ସହିତ ମରିୟମଙ୍କର ବିବାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଯୀଶୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭସ୍ଥ ହୋଇଥିଲେ ଏବଂ ମରିୟମଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ, ଯାହା ଏହା ନିଶ୍ଚିତ କରେ ଯେ ଯୋସେଫ ତାଙ୍କ ଜନ୍ମିତ
ପିତା ନଥିଲେ। ଯୋସେଫଙ୍କୁ ଜଣେ ଧାର୍ମିକ ଏବଂ ଦୟାବାନ ବ୍ୟକ୍ତି ଭାବରେ ଦର୍ଶାଯାଇଛି, ଯିଏ ମରିୟମକୁ ଅପମାନିତ କରିବାକୁ ଚାହୁଁନଥିଲେ। କିନ୍ତୁ ଦୂତଙ୍କ ମାଧ୍ୟମରେ ସତ୍ୟ ଜାଣିବା ପରେ ସେ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବାକୁ ପ୍ରସ୍ତୁତ ଥିଲେ। ପ୍ରିୟ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଆମେ ଲବଣ ସ୍ୱରୂପ ଲବଣର ଗୁଣ ନେଇ ଭରି ଦେବା ସୁସ୍ୱାଦ। ଅନ୍ଧକାର ଦୁନିଆରେ ଯୀଶୁଙ୍କର ଜ୍ୟୋତି ବଳେ, ଅବିରତ ଜଳୁଥିବା ଆମେ ଆପଣା ସମସ୍ତ ମନ ଦେଇ ପ୍ରଭୁଙ୍କ ସେବା କରିବା। ପ୍ରଭୁଙ୍କ ବାକ୍ୟ ଅଟେ ଆମ ଜୀବନ ପ୍ରଦୀପ, ସେ ପ୍ରଦୀପ ବଳେ ସଦା ହଜେ ପାପ ଅନ୍ଧାର। ପ୍ରଭୁଙ୍କ ବାକ୍ୟ ଅଟେ ଆମ ଜୀବନ ପ୍ରଦୀପ, ସେ ପ୍ରଦୀପ ବଳେ ସଦା ହଜେ ପାପ ଅନ୍ଧାର। ଶୁଭ ସମାଚାର ନେଇ କୋଣେ କୋଣେ ଯିବା କହି, ଶୁଭ ସମାଚାର ନେଇ କୋଣେ କୋଣେ ଯିବା କହି ଯୀଶୁଙ୍କ ସାକ୍ଷୀ ହୋଇବା। ଆମେ ଆପଣା ସମସ୍ତ ମନ ଦେଇ ପ୍ରଭୁଙ୍କ ସେବା କରିବା। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଡି ଜିସି। ଆଜିର ପ୍ରଶ୍ନଟି ହେଉଛି ଯୀଶୁଙ୍କ ମାତାଙ୍କ ନାମ କ'ଣ ଥିଲା? ଏ ମରିୟମ, ବି ରୁତ, ସି ନୟମୀ, ଡି ମାର୍ଥା। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କେନ୍ଦୁଝରରୁ ରମେଶ ଚନ୍ଦ୍ର ଦେଉରୀ ଓ ପରିବାର।